ଏବେ ମୁଁ କାହାଣୀ ଆରମ୍ଭ କରିବାକୁ ଯାଉଛି। ଗଞ୍ଜାମ ଜିଲ୍ଲାର ଏକ ଗାଁ। ସେଠାରେ ଧୂଳି ଧୂସର ରାସ୍ତା, ଜଳ ନଥିବା ନଳକୂପ ଏବଂ ଅଧିକାଂଶ ଘର ଚାଳଘର। ସେଠାରେ ପ୍ରାୟ ଅଧିକାଂଶ ଲୋକ ଚାଷ କାମ କରନ୍ତି। ଗୋବିନ୍ଦର ବାପା ମଧ୍ୟ ଚାଷ କାମ କରନ୍ତି। ଗୋବିନ୍ଦ ଥିଲା ଅତ୍ୟନ୍ତ ଗରିବ, କିନ୍ତୁ ତାର ମନ ଥିଲା ଦିନେ ନା ଦିନେ ଏ ଗାଁକୁ ସେ ବଦଳେଇ ଦେବ। ଗୋବିନ୍ଦ ପ୍ରତିଦିନ 3 କିଲୋମିଟର ରାସ୍ତା ଦେଇ ବିଦ୍ୟାଳୟକୁ ଯାଏ। କେବେ ବର୍ଷାରେ ରାସ୍ତା ଆଣ୍ଠୁଏ ବହଳ କାଦୁଅରେ ପଶି ଯାଏ ଏବଂ ନା ଥିଲା ତା ପାଖରେ ନୂଆ ବସ୍ତ୍ର, ନା ଥିଲା ନୂଆ ବ୍ୟାଗ୍। ଖଣ୍ଡିଆ ଚିରା ବ୍ୟାଗ୍ରେ ସେ ଧରି ସ୍କୁଲକୁ ଯାଉଥାଏ ଏବଂ ଥିଲା ପାଠରେ ଅଗ୍ରଣୀ। ସେଥିପାଇଁ ଗୁରୁ ତାକୁ ବହୁତ ଭଲ ପାଉଥିଲେ। ଦିନେ ଗୁରୁଜୀ ପଚାରିଲେ, ଗୋବିନ୍ଦ, ତୁମେ ଏତେ ପରିଶ୍ରମ କରୁଛ, ତୁମର ଲକ୍ଷ୍ୟ କ'ଣ? ଗୋବିନ୍ଦ କହିଲେ, ମୁଁ ଇଞ୍ଜିନିୟର ହେବି ଏବଂ ଏଇ ଗାଁକୁ ଆଲୋକିତ କରିବି। ମୋ ମା ଆମ ଘରୁ ହିଁ ପାଣି ପାଇପାରିବେ, କୂଅରୁ, ନଳକୂଅରୁ ପାଇପାରିବେ ଏବଂ ଆମ ଘର ହେବ ଆଲୋକିତ। ଏକଥା ଶୁଣି ଗୁରୁଜୀ ଆଶ୍ଚର୍ଯ୍ୟ ହେଇଗଲେ ଏବଂ ତାକୁ ସାହାଯ୍ୟ କରିବାକୁ ମନ ବଳେଇଲେ। ତାକୁ ମାଗଣା ଟ୍ୟୁସନ୍ ଦେଲେ। ଖୁବ୍ ପରିଶ୍ରମ କରୁଥାଏ ଗୋବିନ୍ଦ। ଦିନେ ସେ ତାର ଓଡ଼ିଶାର ନାଁ କଲା ଏବଂ ବଡ଼ ଇଞ୍ଜିନିୟର ହିଁ ବାହାରିଲା। 6 ବର୍ଷ ପରେ ଏକ ଯୋଜନା ଆସିଲା ଏବଂ ସେହି ଯୋଜନାରେ ଲୋକମାନଙ୍କ ଘରେ ବିଜୁଳି ଆଲୁଅ ଜଳିଲା। ଲୋକମାନେ ଆଶ୍ଚର୍ଯ୍ୟ ହେଇଗଲେ, ଏହାର ମୁଖ୍ୟ ଇଞ୍ଜିନିୟର କିଏ? ପରେ ଜାଣିଲେ ଯେ ଯେଉଁ ଗରିବ ପିଲା ଥିଲା ଗୋବିନ୍ଦ, ସେ ହିଁ ମୁଖ୍ୟ ଇଞ୍ଜିନିୟର। ଏଇ ଗୋବିନ୍ଦ ସିଏ, ଯିଏକି ଗରିବ ଥିଲା, ଖଣ୍ଡେ ସାର୍ଟ ପିନ୍ଧିବାକୁ ପାଉନଥିଲା, ଚିରା ଫଟା ବସ୍ତାନି ଧରି ସ୍କୁଲକୁ ଯାଉଥିଲା ଆଣ୍ଠିଏ କାଦୁଅରେ। ସେହି ଗୋବିନ୍ଦ ଆଜି ଗାଁକୁ ଆଲୋକମୟ କଲା। ପ୍ରତି ଘରେ ଆଲୁଅ ଏବଂ ପାଣି ଆସିଗଲା। ସମସ୍ତେ ଖୁସି ହେଲେ। ନିଜ ଘରେ ମା ମଧ୍ୟ ପାଣି ପାଇଗଲେ। ଗୁରୁ ଚକ୍ରଧରଙ୍କ ଆଖିରେ ଆନନ୍ଦର ଲୁଚକାଳି ଖେଳିଗଲା। ସମସ୍ତେ ଗୋବିନ୍ଦକୁ ଗର୍ବରେ ଦେଖିଲେ। ସ୍ୱପ୍ନ ଯେଉଁଠି ପୂରଣ ହୁଏ, ସେଠି ଥାଏ ଦୃଢ଼ ମନୋବଳ ଏବଂ ଲକ୍ଷ୍ୟ। ଏ ଲକ୍ଷ୍ୟ ପୂରଣ କରିବା ପାଇଁ ଅଦମ୍ୟ ପରିଶ୍ରମ। ତେବେ ଯାଇ ସ୍ୱପ୍ନ ପୂରଣ ହେଇଥାଏ। ଗୋବିନ୍ଦ ସେଇଭଳି ଥିଲା ଏକ ପିଲା, ଯାହାକି ଗ୍ରାମର ନକ୍ସା ବଦଳେଇ ଦେଲା। ଦର୍ଶକ ବନ୍ଧୁ, କାହାଣୀଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ, ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ। ମୁଁ ନୂତନ ଟିପ୍ସ ଏବଂ ଗଳ୍ପ ନେଇ ଆସିବି। ଜୟ ଜଗନ୍ନାଥ।